Hallelujah. I thank God for this wonderful morning. আমানଙ୍କର ସର୍ବଶକ୍ତିମାନ ପରମେଶ୍ୱରଙ୍କର ଗୌରବ ହଉ। ଆଜିର ପ୍ରଭାତରେ ଯଦି ଆପଣ ନିରାଶ ଭାଙ୍ଗି ପଡ଼ିଛନ୍ତି, କିଛି ବିଷୟ ନେଇ ଚିନ୍ତା କରୁଛନ୍ତି, ପାରିବାରିକ ଟେନସନରେ ଅଛନ୍ତି କିମ୍ବା ବ୍ୟକ୍ତିଗତ ଭାବରେ ମାନସିକ ଭାବରେ ଆପଣ ଭାରାକ୍ରାନ୍ତ ଅଛନ୍ତି, କିଛି ବିଷୟରେ ସଫଳତା ପାଇପାରୁନାହାନ୍ତି, The good news came to you friends. ଏକ ସୁସମ୍ବାଦ ଆପଣଙ୍କ ନିକଟକୁ ପହଞ୍ଚିବା ପାଇଁ ପରମେଶ୍ୱରଙ୍କର ବାକ୍ୟ ଆପଣମାନଙ୍କୁ ଏ କଥା କହେ। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି, ବିଚାରକର୍ତ୍ତା 6 ଅଧ୍ୟାୟ 6-7 ପଦକୁ ପଢ଼ିବେ। ଇସ୍ରାଏଲ ଲୋକମାନେ ଯେତେବେଳେ ମିଦିଅନ ଠାରେ ପରାସ୍ତ ହେଇଗଲେ, ଇସ୍ରାଏଲର ସନ୍ତାନ ଗଣ ଗୁଡ଼େ ଭଲ କାମ କଲେ, ଈଶ୍ୱରଙ୍କ ନିକଟକୁ ଗଲେ, ଆଉ ସେମାନେ କ୍ରନ୍ଦନ କଲେ। ସଦାପ୍ରଭୁଙ୍କ ନିକଟରେ ଯେତେବେଳେ ସେମାନେ କ୍ରନ୍ଦନ କରୁଛନ୍ତି, ସେମାନଙ୍କର ହୃଦୟର କଥା ଭାଙ୍ଗି କହୁଅଛନ୍ତି, ସେମାନଙ୍କର ସମସ୍ତ ଦୁଃଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପରମେଶ୍ୱରଙ୍କ ନିକଟରେ ଭାଙ୍ଗି କହିଲା ବେଳେ ପରମେଶ୍ୱର ବାକ୍ୟ ପଠେଇ ସେମାନଙ୍କୁ ବିଜୟ ପ୍ରଦାନ କରୁଅଛନ୍ତି। ପ୍ରିୟ, କହିବାର ଅର୍ଥ, ଆଜି ଯଦି ଆମେ କିଛି ବିଷୟ ନେଇ ଭାରାକ୍ରାନ୍ତ ହୋଇଛୁ, ଯଦି ଆମେ ପରାସ୍ତ ପରି ଦେଖାଯାଉଛୁ, ନିରାଶ ହୋଇଯାଉଛୁ, କେବଳ ଆପଣଙ୍କ ପାଇଁ ବାକ୍ୟ ଅଟେ, ଆପଣଙ୍କ ପରିବାର ପାଇଁ ବାକ୍ୟ ଅଟେ, ଆପଣଙ୍କର ବ୍ୟକ୍ତିଗତ ଜୀବନ ପାଇଁ ବାକ୍ୟ ଅଟେ। ଯେତେବେଳେ ଆମେ ଈଶ୍ୱରଙ୍କ ନିକଟକୁ ଆସି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ମନର ସମସ୍ତ କଥା ଭାଙ୍ଗି କହୁ, ଅଶ୍ରୁ ସହିତ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ, ତେବେ ଅଶ୍ରୁର ଶକ୍ତି ଆମ ପରିବାରରେ କାର୍ଯ୍ୟ କରିବ। କ'ଣ ଆପଣ ଏହା ବିଶ୍ୱାସ କରନ୍ତି କି? ଆପଣ କ'ଣ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ଶରଣ ନେବା ପାଇଁ ପ୍ରସ୍ତୁତ ଅଟନ୍ତି କି? ଆପଣ କ'ଣ ସେଇ ବ୍ୟକ୍ତି କି ଯେ ଆଜି ପ୍ରଭୁ ଆପଣଙ୍କୁ କହୁଛନ୍ତି, ଆପଣ ସବୁ ଜାଗାରେ ହାରି ଯାଇଛନ୍ତି, ଆପଣଙ୍କ ନିଜର ବ୍ୟକ୍ତିଗତ ବନ୍ଧୁ ମାନେ, ଆତ୍ମୀୟ ପରିଜନ ମାନେ ଆପଣଙ୍କୁ ଘୃଣାରେ ଛାଡ଼ି ଦେଇଛନ୍ତି? ନିରାଶ ହୁଅନ୍ତୁ ନାହିଁ। ଜଣେ ଆଶ୍ରୟ ଅଟନ୍ତି, ଜଣେ ଦୂର ଦୁର୍ଗ ଅଟନ୍ତି। ତାଙ୍କର ଅନୁଗ୍ରହ ପାଦ ନିକଟକୁ ଯାଇ ପ୍ରଭୁ ଯୀଶୁଙ୍କ ନିକଟରେ ଆଣ୍ଠୁ ଭାଙ୍ଗୁ, କ୍ରନ୍ଦନ କରୁ, ମନର ସମସ୍ତ କୁହା ଅକୁହା ନିବେଦନ ଆଜି ପ୍ରଭାତରେ ଆମେ ଢାଳି ଦଉ। ଏଇ ବାକ୍ୟ ପ୍ରଭୁ ଆପଣଙ୍କ ମତେ ଚାଳନା ଦେଉଛନ୍ତି। ଯଦି ଆମେ ମନୁଷ୍ୟ ଉପରେ ନିର୍ଭର କରିବା, ମନୁଷ୍ୟ ଉପରେ ଯଦି ଆମେ ଭରସା ରଖିବା, ଆମେ ପରାସ୍ତ ହେଇଯିବା। କିନ୍ତୁ ଯୀଶୁଙ୍କ ଉପରେ ଯଦି ଭରସା ରଖିବା, ସେ ଆମମାନଙ୍କର ଆଶା, ଗୌରବମୟ ଭରସା ଅଟନ୍ତି। କ'ଣ ଏଇ ବାକ୍ୟ ଆପଣ ବିଶ୍ୱାସ କରନ୍ତି କି? ଯଦି ବିଶ୍ୱାସ କରନ୍ତି, ଆସନ୍ତୁ ସେଇ ଯୀଶୁଙ୍କ ନିକଟରେ ମନର ସବୁ କଥା ଭାଙ୍ଗି କହୁ।